ଭାଇ ଆପଣଙ୍କୁ ଅର୍ଗସ ନ୍ୟୁଜକୁ ସ୍ୱାଗତ। ଆଜ୍ଞା ନମସ୍କାର। ଭାଇ ଯୋଉଟା ଏବେ ଆସୁଛି ଗୋଟେ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି ଆପଣ ଯାତ୍ରା ପରିବେଷଣ କରୁଥିବା ସମୟରେ ଆପଣଙ୍କୁ ଚେୟାର ମାଡ଼ ହେଉଛି। ତ ଆଜ୍ଞା ଘଟଣା ସବୁ କେଉଁଠି ଘଟିଥିଲା ଆଉ କଣ ପାଇଁ ଥିଲା? ନାଇଁ ଚେୟାର ମାଡ ଯୋଉଟା ଯୋଉ ଲେଡିଜ ଜଣେ ପକଉଛନ୍ତି ସେ ତ ବାଲେଶ୍ଵର ରାମପୁରରେ। ହୁଁ। ଏବେ ଯୋଉଟା ଇଏ ହଉଛି ସେ ଘାଟିକିଆରେ, ଆଚ୍ଛା। ଯୋଉଟା କି ମୁହଁରେ ସେ ଗୋଟେ ମାନେ ବଟଲ ଆସି ବାଜିଲା ମୋ ମୁହଁରେ କିନା ବହୁତ ମାନେ ଇଏ ସ୍ୱେଲିଂ ହେଇଯାଇଥିଲା। ଆଚ୍ଛା, କାହିଁକି ଏମିତି ଆପଣଙ୍କୁ ଚେୟାର ମାଡ଼ ହଉଛି? ଲଗାତାର ତିନୋଟି କ୍ୟାମ୍ପରେ ମଧ୍ୟ ହେଲାଣି। ବାଲେଶ୍ୱରରେ ହେଇଥିଲା, ତାପରେ ଆପଣ କହୁଛନ୍ତି ଘାଟିକିଆରେ ହୋଇଛି, ତାପରେ ଆମେ ଦେଖିଥିଲୁ ରସୁଲଗଡରେ ମଧ୍ୟ ଗୋଟେ ଭିଡିଓ ଭାଇରାଲ ହେଇଥିଲା। ତ କାହିଁକି ଏମିତି ହଉଛି ଭାଇ ଲଗାତାର? ସେ ଆକ୍ଚୁଆଲି ସେ ଯୋଉ ସିନ୍ ଟା ସେଇ ଟାଇପ ର ଇଏ ହେଇଛି, ମାନେ ଟର୍ଚରିଂ ସିନ୍ ଟା ଯୋଉଟା କି ବାପା ମାଙ୍କୁ ଏକ୍ସେସ ଗୋଟେ ସାଇକୋ ଚରିତ୍ରରେ ଅଭିନୟ କରୁଛି ମୁଁ, ଆଜ୍ଞା। ଯୋଉଟା କି ଟର୍ଚର କରୁଛି, ମାନେ ନୃଶଂସ ଭାବେ ବାଡଉଛି ସେଇ ସିନ୍ ଟା। ତ ଆପଣଙ୍କୁ ଲାଗୁଛି ଆପଣଙ୍କ ସିନ୍ ଯୋଗୁ ପକା ଯାଉଛି ଚେୟାର, ନା କିଛି କମିଟି ଆପଣଙ୍କ ଉପରେ ଆକ୍ରୋଶ ରଖିଛି, ବା କିଛି କଳାକାର ଆପଣଙ୍କ ଉପରେ ଆକ୍ରୋଶ ରଖି ଏମିତି କରୁଛନ୍ତି? ନାଇଁ ନାଇଁ କଳାକାର ମାନେ କେହି ନାହିଁ, କମିଟି ବି କେହି ସେମିତି ଇଏ ନାହାନ୍ତି, କିନ୍ତୁ ଗାଳି ଫାଳି ବି ମଝିରେ ଗୋଟେ ଦିଟା ଜାଗାରେ ଏମିତି ସ୍ଲାଙ୍ଗସ ରେ ଗାଳି ଫାଳି କରିଥିଲେ। ହୁଁ। ତାପରେ ସେଇମାନେ ହିଁ ଆସିକି ଯାତ୍ରା ସରିଲା ପରେ ନାଇଁ ସରି ଆଉ ସେ ସିନ୍ ଗୁରା ଆକ୍ଚୁଆଲି ବେଶୀ ଇଏ ହେଇଯାଉଛି, ମାନେ ସହିପାରୁନୁ, ସେ କହିଦେଇଥିଲୁ କହିକି ତାପରେ ସେଲ୍ଫି ଫେଲ୍ଫି ଉଠେଇକି ନେଇଥିଲେ। ଯଦି ଏମିତି ମରାମରି ଇଏ କରିବେ, ଦେଖନ୍ତୁ ଆମେ ମାନେ କଳାକାର, ଯୋଉ ଚରିତ୍ର ଟା ଆମେ କରୁଛୁ ସେଟାକୁ କେମିତି ରିଅଲ ଟାଇପ ର ହବ, କେମିତି ଲୋକମାନେ ଆକ୍ସେପ୍ଟ କରିବେ, ତାକୁ ଆଖି ଆଗରେ ରଖି କଲା ବେଳକୁ ଏଇ ଯୋଉ ଫୋପଡା ଫିଙ୍ଗା କରୁଛନ୍ତି ଏଗୁରା ଭାରି ମାନେ ଡିଷ୍ଟର୍ବ ଲାଗୁଛି। ବୁଝିଲେ, ଦେଖନ୍ତୁ ଯୋଉ ଘାଟିକାରେ 4-6ଟା ଖଣ୍ଡେ ଚେୟାର ଫୋପାଡ଼ିଲେ, ବାପା ଚରିତ୍ରରେ ଯିଏ ଅଭିନୟ କରିଥିଲେ ଯୋଉ ମଣ୍ଟୁ କହିକି, ସେ ତଳେ ପଡିଛନ୍ତି। ଇଆଡେ ସବିତା ଭାବି ମା ଚରିତ୍ରରେ ଅଭିନୟ କରିଛନ୍ତି, ସିଏ ବି ତଳେ ପଡିଛନ୍ତି। ଯଦି ଚେୟାର ଟା ତାଙ୍କ ମୁହଁ ଉପରେ ପଡିଥାନ୍ତା, ଗୋଟେ ଲୋକମାନେ ଜାଣିବା ବି ଦରକାର ସେଇ ସବୁ ଜିନିଷ। ବଟଲ ଟା ଫୋପାଡ଼ିଲେ ମୋର ଯଦି ଆଖିରେ ବି ବାଜିଥାନ୍ତା, ମାନେ ଏଇ ସବୁ ଜିନିଷ ଗୁରା ତାପରେ ଡିଷ୍ଟର୍ବ ଲାଗୁଛି। ମୁଁ ବି ତାଙ୍କୁ କିଏ ବି ଫୋପାଡୁଛି କଣ କରୁଛି, ମୁଁ ଜମା ସେ ଲୋକମାନଙ୍କୁ ହିଁ ଅନାଏନି। ହୁଁ। ମୁଁ ସେଇ ଚରିତ୍ର ହିଁ ଅଭିନୟ କରିବା ଇଏରେ ମୁଁ ପୁରା ସେ ଚରିତ୍ରରେ ହିଁ ପଶିକି ଥାଏ। ଆଚ୍ଛା। ପାଖାପାଖି 20ଟା ଖଣ୍ଡେ ବୋଟଲ ଫୋପାଡ଼ିଥିଲେ, ଚେୟାର ବି ଫୋପାଡ଼ିଥିଲେ ଏମିତି। ଯୋଉ ଫଟୋଟି ମଧ୍ୟ ଆପଣ ଛାଡିଛନ୍ତି, ସେଥିରେ ମଧ୍ୟ ଜଣା ପଡୁଛି ଆପଣଙ୍କ ଆଖିରେ ଟିକେ ଆଘାତ ଲାଗିଛି। ଆଜ୍ଞା ଆଜ୍ଞା। ତ ଏବେ ସେ ଆପଣ ଯାତ୍ରା କରିବା ପାଇଁ ସଠିକ ମଣୁଛନ୍ତି? କଣ କରିବା ଆଉ, ଯେହେତୁ ଗୋଟେ ଦେଖନ୍ତୁ, ଆମେ ଯେତେବେଳେ ଏଗ୍ରିମେଣ୍ଟ କରିଦେଲା ପରେ ଓନର କେମିତି ଖୁସି ହବ, ଓନର କେମିତି 2 ପଇସା ଇନକମ କରିବ, ଗୋଟେ କଳାକାରର ପ୍ରଥମ ଧର୍ମ ଓନରକୁ ଖୁସି କରିବା। ତା ସହିତ ଯୋଉ ରୁରାଲ ଏରିଆରେ ଯୋଉ ଗୋଟେ ଗରିବ ଲୋକ ଦେଖନ୍ତୁ ଖଟିକି 500 ଟଙ୍କା ଆଣୁଛି, ସେ 500 ଟଙ୍କାରେ 300-400 ଟଙ୍କା ବିନିଯୋଗ କରିକି ଯଦି ଯାତ୍ରା ଦେଖିବାକୁ ଆସୁଛି, ସେମାନେ କେମିତି ଖୁସି ହେବେ ସେଇଟା ଗୋଟେ କଳାକାର ବୁଝିବା ଦରକାର। ଆଉ ସେଇ ଟାଇପ ର ସେଇ ଚରିତ୍ରଟାକୁ ଆଉ କଣ କଲେ, ଡିରେକ୍ଟର ତ ସବୁ କହିବେନି ନା, କଣ କଲେ ସେମାନେ ଖୁସି ହେବେ, ସେଇ ସବୁ ଜିନିଷକୁ ଆଖିରେ ରଖି ମାନେ ରିଅଲ ଟାଇପ ର କରିବା ପାଇଁ ମୁଁ ଚେଷ୍ଟା କରିଛି। ଏବଂ ରିଅଲ ଟାଇପ ର କଲା ବେଳକୁ ଏଇ ଟାଇପ ର ସମ୍ମୁଖୀନ ହବାକୁ ପଡୁଛି। କଣ କରିବା, ଯେମିତି ହେଲେ ଗୋଟେ ମାନେ ଗୋଟେ କଳାକାର ଭୟଭୀତ ହେଇଯିବ। ଭାଇ ଯେଉଁ ସବୁ ଭିଡିଓ ଭାଇରାଲ ହେଉଛି, ସେଥିରେ ମଧ୍ୟ ତଳେ ଯୋଉ କମେଣ୍ଟ ଅଛି ଆମେ ପଢୁଛୁ, ଆଜ୍ଞା ତ ସେ କମେଣ୍ଟରେ କିଛି ଦର୍ଶକ ଲେଖୁଛନ୍ତି ଏହା ପ୍ରାୟୋଜିତ ଭାବେ କରାଯାଉଛି। ଆଜ୍ଞା, ଦେଖନ୍ତୁ ପ୍ରାୟୋଜିତ ଭାବରେ ଯଦି କରାଯାଉଛି, ତାହେଲେ ଏଇ ଯୋଉ ବାଲେଶ୍ଵର ଫାଲେଶ୍ଵର ଏଗୁରାରେ କଣ ଆମର ସବୁ ସେ ରସୁଲଗଡରେ ଯୋଉ ହେଲା କହିଲେ ରସୁଲଗଡରେ ପ୍ରାୟୋଜିତ ଭାବରେ କରାଯାଇଥିଲା। ଯୋଉ ବାଲେଶ୍ଵରରେ କଣ ଆମର ଚିହ୍ନା ପରିଚୟ, ସେ ଲେଡିଜ ଟା ଯୋଉ ଉଠିକି ଫୋପାଡୁଛନ୍ତି ତାଙ୍କୁ କଣ ଆମେ କହିଥିଲୁ ନା, ନା ଆମେ ଜାଣିଛୁ? ଯୋଉ କମେଣ୍ଟସ ତ ଲୋକ ବହୁତ କଥା ଇଆଡୁ ସିଆଡୁ ଲେଖିଦେଇ ପାରିବେ, କିନ୍ତୁ ସେ ନିଜେ ଜାଣିବା ଦରକାର ଆକ୍ଚୁଆଲି ଜିନିଷଟା କଣ, ଆମେ କେତେ କଷ୍ଟ କରୁଛୁ। ମାନେ 40 ଡିଗ୍ରୀ ଟେମ୍ପରେଚର ସେ ଯୋଉ ଲାଇଟ ରେ ଗୋଟେ କଳାକାର ରାତିରେ କେତେ କଷ୍ଟ କରୁଛି, ସେଇଟାକୁ ରିୟଲାଇଜ କରିବା ଦରକାର। ଘରେ ବସି ଖାଲି କମେଣ୍ଟସ ଲେଖିଦେଲେ ହବନି। ଗୋଟେ ଏବଂ ଅନ୍ୟ ମାନେ କିଛି କମେଣ୍ଟ ମଧ୍ୟ ଆସୁଛି, ଆପଣ ଗୋଟେ ନିଜକୁ ହାଇଲାଇଟ କରିବା ପାଇଁ ଏମିତି କରୁଛନ୍ତି। ହାଇଲାଇଟ ମୁଁ ଆଗରୁ ହେଇକି ଅଛି, ଏଠି କଣ ହାଇଲାଇଟ କରିବା ପାଇଁ, ମୁଁ କଣ ହାଇଲାଇଟ କରିବା ପାଇଁ ନିଜକୁ କହିବି ମତେ ମାର?
ଯୋଉ ଆଜ୍ଞା ଲୋକଟି ଯୋଉ ଭଦ୍ର ଲୋକଟି ଯୋଉ କମେଣ୍ଟସ ଦଉଛି ସେ ନିଜେ ଜାଣିବା ଦରକାର ସେ କେତେ ଶିକ୍ଷିତ। ଆଜ୍ଞା ହାଇଲାଇଟ ହେବାକୁ କଣ ମୁଁ କହିବି ମୋ ଆଖିକି ମାର, ଏତିକି ସେ ମାନେ ସେ ଲୋକ ଜାଣିବା ବି ଦରକାର। ଯଦି ତା ନିଜ ଘରେ ନିଜ ଭାଇ କି ନିଜ ଭଉଣୀ କି ନିଜ ବାପା ବି ଯଦି ଏମିତି ଅଭିନୟ କରିଥାନ୍ତେ ସେ ଏମିତି କମେଣ୍ଟସ ଦେଇଥାନ୍ତା? ଆଜ୍ଞା ସେ ଲୋକମାନେ ନିଜେ ବୁଝିବା ଦରକାର। ଗୋଟେ ଯଦି ସେ ପ୍ରକୃତରେ ଯଦି ତାଙ୍କ ଘରେ ତା ବାପା ମା ସଂସ୍କାର ଶିଖେଇଥାନ୍ତେ ସେ ଏମିତିକା କମେଣ୍ଟସ ଦେଇନଥାନ୍ତା। ହୁଁ ଗୋଟେ ମାନେ କଳାକାର କେତେ କଷ୍ଟ କରୁଛି ସେଟା ବି ଜାଣିବା ଦରକାର। କଷ୍ଟ କଲା ପରେ ବି ଯଦି ଏମିତିଆ ଆକ୍ରୋଶର ଶିକାର ହବ ତାହେଲେ କଣ କରାଯିବ କୁହନ୍ତୁ? ତ ଭାଇ 3ଟି କ୍ୟାମ୍ପରେ ଏମିତି ଘଟଣା ଦେଖିବାକୁ ମିଳିବା ପରେ ଏବେ ଆପଣ ଆଜ୍ଞା, ଦର୍ଶକ ମାନଙ୍କୁ କଣ ନିବେଦନ କରିବେ? ଦର୍ଶକ ବନ୍ଧୁମାନଙ୍କୁ ମୁଁ ଏତିକି ନିବେଦନ କରୁଛି, ଏତେ କମ ଟାଇମ ରେ ଏତେ ମୁଁ ଭଲ ପାଇବା ପାଇଛି, ଏତେ ଆଶୀର୍ବାଦ ଦର୍ଶକ ବନ୍ଧୁ ମାନଙ୍କର ପାଇଛି ଯେ ମୁଁ କେବେ ବି ଓହରିବିନି। ମୁଁ ସତ ଚେଷ୍ଟା କରିବି ଆହୁରିରୁ ଆହୁରି ଭଲ ଶିଖିବା ପାଇଁ। କାରଣ ଯେତେ ଯାହାହେଲେ ବି ମୁଁ ନୂଆ, ମୁଁ ଜୀବନ୍ତ ଅଭିନୟ କରିବା ପାଇଁ 100% ଆହୁରି ଟ୍ରାଏ କରିବି। ମୁଁ ଏ- ରାଜପୁତ ଛୁଆ, କେବେ ହାର ମାନିବିନି। କିନ୍ତୁ ଆପଣ ନିବେଦନ କରିବେ କି ଏମିତି ଆଉ ଚେୟାର ମାଡ ନ କରିବା ପାଇଁ? 100% ସେମିତି ଚେୟାର ଫେୟାର ମାଡ଼ କଲେ ଦେଖନ୍ତୁ ମୋ ଆଖିରେ ଯଦି ଆଘାତ ହେଇଥାନ୍ତା, ମୁଁ ମାନେ ଆମର ଏକ ତ ଦେଖନ୍ତୁ ରଙ୍ଗମଲ୍ଲ ଜୀବନ କବି ଭାଇ ଏବେ ହସ୍ପିଟାଲରେ ଆଡମିଟ ହେଇଛନ୍ତି। ତାଙ୍କ ଜାଗାରେ ଆଉ ଜଣେ ଟିକିନା ଭାଇ କହିକି ସେ ଅଭିନୟ କରୁଛନ୍ତି। ଆଉ ଜଣେ ସିଙ୍ଗର ବିଚିତ୍ର କହିକି ସିଏ ବର୍ତ୍ତମାନ ଏବେ ହସ୍ପିଟାଲରେ ଆକ୍ସିଡେଣ୍ଟ ହେଇକି ହସ୍ପିଟାଲରେ ଅଛନ୍ତି। ଦେଖନ୍ତୁ ରଙ୍ଗମଲ୍ଲ ଦୁଇ ଜଣ ମେମ୍ବର ପୁରା ହସ୍ପିଟାଲରେ ଆଡମିଟ। ଯଦି ମୋର ହେଇଥାନ୍ତା, ମୁଁ ବି ଏବେ ଯଦି ପଡିଥାନ୍ତି ରଙ୍ଗମହଲ ତାହେଲେ କେମିତି ଯାତ୍ରା କରିଥାନ୍ତା? ତେଣୁକରି ଆପଣ ମାନଙ୍କୁ ବିନମ୍ର ଭାବରେ ମୁଁ ଅନୁରୋଧ କରୁଛି ସେଇ ସବୁ ଜିନିଷ କରନ୍ତୁନି। କରିବା ଦ୍ଵାରା ଆମେ ମାନେ ଗୋଟେ କଳାକାର ମାନେ ଭୟଭୀତ ହେଇଯିବ। ତାଙ୍କର ସେ ଯୋଉ ଜିନିଷଟା କରିବା ପାଇଁ ଚାହୁଁଥିବ, ଅଭିନୟ ମାଧ୍ୟମରେ ଦେଖିବା ପାଇଁ ଚାହୁଁଥିବ, ସେ ସେଇଟା ଦେଖେଇ ପାରିବନି। ହୁଁ ସେଇଥିପାଇଁ ମୁଁ ବିନମ୍ର ଭାବରେ ଅନୁରୋଧ କରୁଛି ଦର୍ଶକ ବନ୍ଧୁ ମାନଙ୍କୁ ଏଇ ସବୁ ଜିନିଷ କରନ୍ତୁ ନାହିଁ। ତ ଏମିତି ଚେୟାର ମାଡ ହେଲା ପରେ ଯିଏ ମାଲିକ ରହିଛନ୍ତି ଆପଣଙ୍କ ସହିତ ଆଲୋଚନା କଲେଣି? କିଛି କରିନାହାନ୍ତି, ମୁଁ ବି ଜଣେଇନି। କଣ ଛୋଟ ଛୋଟ ଜିନିଷ ଗୋଟେ ଜଣେଇବ, ଏଇଟା ଗୋଟେ ସେମିତି ବେଶୀ କିଛି ହେଇନି। ଆଇସ୍ ଫାଇସ୍ ଲଗେଇକି ଏଗୁରା ଠିକ ଠାକ ହେଇଗଲା। ଆଜ୍ଞା କଣ କରିବା, ଛୋଟ ଛୋଟ ଜିନିଷ ଗୁରା ସବୁ ମାଲିକକୁ ଜଣେଇଲେ କେମିତି ହବ? ତ ଏବେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି? ଆଜ୍ଞା ଆଜ୍ଞା ଆଜ୍ଞା। ହୁଁ ଓକେ। ତ ଭାଇ ବହୁତ ବହୁତ ଧନ୍ୟବାଦ, ଆମକୁ ଆପଣ ସମୟ ଦେଲେ, ଆମେ କିଛି ସମୟ ଆଲୋଚନା କଲେ। ଆଜ୍ଞା, ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର ଆଜ୍ଞା, ରଖୁଛୁ। ନମସ୍କାର। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।